नमस्कार। ଆଉ ଥରେ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଅଛି ଆମ ଓଡ଼ିଆ ସବ୍ ସ୍କୁଲ ପାଠରେ। ବନ୍ଧୁ, ମୁଁ ଆପଣମାନଙ୍କୁ ଧନ୍ୟବାଦ ଅର୍ପଣ କରୁଅଛି ଯେହେତୁ ଆପଣମାନେ ଆମ ଓଡ଼ିଆ ସବ୍ ସ୍କୁଲ ପାଠରେ ସହଯୋଗ କରୁଛନ୍ତି, ସବସ୍କ୍ରାଇବ କରୁଛନ୍ତି। ମୁଁ ଆଶା କରୁଛି କି ଆମ ଏହି ଓଡ଼ିଆ ସବ୍ ସ୍କୁଲ ପାଠ ଆପଣଙ୍କର ବନ୍ଧୁ ବାନ୍ଧବ, ଆପଣଙ୍କ ବନ୍ଧୁ ଯିଏକି ବହୁତ ସ୍ନେହ କରନ୍ତି, ଆପଣଙ୍କ ପରିଚୟ ଲୋକଙ୍କ ସହ ବାଣ୍ଟିବେ। ଏହା ବିଶେଷ ଭାବରେ ଆମେ ଆଡଭେଣ୍ଟିଜ ମିଡିଆ ସେଣ୍ଟର ଦ୍ୱାରା ପ୍ରସ୍ତୁତ କରୁଛୁ, ଯାହାକି ଆଡଭେଣ୍ଟିଜ ୱାର୍ଲ୍ଡ ରେଡିଓ। ଯେପରିକି ଆମ ଓଡ଼ିଆ ଭାଇ ଭଉଣୀ ମାନେ ଆମ ଓଡ଼ିଆ ସାବସ୍କୁ ପାଠ ଯେଉଁମାନେ ଚର୍ଚ୍ଚକୁ ଯିବା ପାଇଁ ଅସୁବିଧା ପାଉଛନ୍ତି, ସେମାନଙ୍କ ପାଇଁ ବିଶେଷ ଭାବରେ ଏହି ଓଡ଼ିଆ ସାବସ୍କୁ ପାଠ ଆମେ ପ୍ରତି ସପ୍ତାହରେ ପ୍ରସ୍ତୁତ କରୁଛୁ। ଯଦିବା ଯାହା ମୁଁ ଦେଖିପାରୁଛି, ଆମ ଓଡ଼ିଶାବାସୀ ମାନେ ବହୁ ଅଳ୍ପ ସଂଖ୍ୟାରେ ଆମ ଓଡ଼ିଆ ସବସ୍କୁ ପାଠରେ ଯୋଗ ଦଉଛନ୍ତି। ହେଲେ ମୁଁ ଆଶା କରୁଛି ଯେତେ ଭାଇ ଭଉଣୀ ମାନେ ଆମ ଓଡ଼ିଆ ସବସ୍କୁ ପାଠରେ ଯୋଗ ଦଉଛନ୍ତି, ସେମାନଙ୍କୁ ମୁଁ ବିଶେଷ ଭାବରେ ଧନ୍ୟବାଦ ଜଣାଉଅଛି। ଯେହେତୁ ମୁଁ ଜାଣେ ଆମ ଓଡ଼ିଆ ସବସ୍କୁ ପାଠ ସ୍ପଷ୍ଟ ରୂପରେ ଆମେ ଅଧିକ ସମୟ ନେବା ପାଇଁ ଚାହୁଁନାହୁଁ, ମାତ୍ର ମୁଁ ସଂକ୍ଷିପ୍ତ ରୂପେ ଆମ ଓଡ଼ିଆ ସବସ୍କୁ ପାଠ ଆପଣମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଛି। ଯେପରିକି ଆପଣମାନେ ଆମ ସବସ୍କୁ ପାଠ ବୁଝିପାରିବେ ଆଉ ପବିତ୍ର ଶାସ୍ତ୍ର ଉପରେ ଧ୍ୟାନ ଦେଇପାରିବେ। ସେହି ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଆପଣ ବିଶ୍ୱାସ କରିପାରିବେ। ସେହି ଯୀଶୁଙ୍କ ଯେଉଁ ଉପହାର ମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି, ସେହି ଉପହାର ହେଉଛି ଅନନ୍ତ ଜୀବନ। ତାହା ପାଇଁ ଯେପରିକି ଆମେ ପ୍ରସ୍ତୁତ ହୋଇପାରିବୁ, ସେଥିପାଇଁ ଆମେ ଏହି ଓଡ଼ିଆ ସବସ୍କୁ ପାଠ ପ୍ରତି ସପ୍ତାହରେ ଆମେ ପ୍ରସ୍ତୁତ କରୁଛୁ। ତାହେଲେ ଚାଲନ୍ତୁ ଏହି ସପ୍ତାହର ପାଠ ଆମେ ଦେଖିବା। ଆଉ ଏହି ସପ୍ତାହର ପାଠ ହେଉଛି ଇଂରାଜୀରେ ଦ ଆୱାର ଅଫ ଗ୍ଲୋରି, ଦ କ୍ରସ୍ ଆଣ୍ଡ ଦ ରେଜରେକ୍ସନ। ଗୌରବର ସମୟ, କୃଷ ଏବଂ ପୁନରୁତ୍ଥାନ। ବନ୍ଧୁ, ଏହା ଅଧିକ ରୂପେ ଜାଣିବା ପୂର୍ବେ ଚାଲନ୍ତୁ ଆମେ ସେହି ପବିତ୍ର ଶାସ୍ତ୍ର ବାଇବଲ ଉପରେ ଧ୍ୟାନ ଦେବା ପୂର୍ବେ ଚାଲନ୍ତୁ ଆମେ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମେ ଆମେ ପ୍ରାର୍ଥନା ଅର୍ପଣ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର, ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛି ବର୍ତ୍ତମାନ ଯେଉଁ ସମୟ ମାନଙ୍କୁ ଦେଇଅଛ, ଯେପରିକି ଆମେ ସାବାସକୁ ପାଠ ପଢିପାରିବୁ, ଯେପରିକି ତୁମ ସେ ବାକ୍ୟ ଆମେ ଜାଣିପାରିବୁ, ଯେପରିକି ଯେଉଁ ପଥ, ଯେଉଁ ସତ୍ୟ, ଯେଉଁ ଜୀବନ ଆମ ପାଇଁ ପ୍ରଦାନ କରିବା ପାଇଁ ପ୍ରସ୍ତୁତ ଅଛ, ତାହା ଆମେ ଗ୍ରହଣ କରିପାରିବୁ। ଆଉ ସେହି ଅନୁଗ୍ରହ ଯାହାକି ସଦାସର୍ବଦା ଆମମାନଙ୍କ ପାଇଁ ଅଛି, ତାହା ଆମେ ସନ୍ତୁଷ୍ଟ ରୂପେ ଗ୍ରହଣ କରିପାରିବୁ। ଏଥିଯୋଗୁଁ ନିଜକୁ ସମର୍ପଣ କରି ଏହି ସମୟ ଯେପରିକି ଆମେ ସବସ୍କୁଲ ପାଠ ପଢିବୁ, ସେ ବାକ୍ୟଟା ଜାଣିବା ପାଇଁ ଚେଷ୍ଟା କରିବୁ। ଏଥିପାଇଁ ତୁମ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଆଉ ପରିଶେଷେ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଗ୍ରହଣ କର। ଆମେନ୍। ବନ୍ଧୁ, ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ପ୍ରତ୍ୟେକ ସପ୍ତାହରେ ଆପଣମାନଙ୍କୁ ଓଡ଼ିଆ ସବସ୍କୁ ପାଠ ସଂକ୍ଷିପ୍ତ ରୂପେ ବୁଝାଇବା ପାଇଁ ମୁଁ ଚେଷ୍ଟା କରୁଅଛି। ଯେପରିକି ବାଇବଲ ହେଉଛି ଏକ ପୁସ୍ତକ, ଯାହା ଆମେ ଯେତେ ଆଲୋଚନା କରିବା ସେତେ ଅଧିକ ଆମେ ଜାଣିବା। ବାଇବଲରେ ଜ୍ଞାନରେ ବୁଦ୍ଧିରେ ପରିପୂର୍ଣ୍ଣ ରହିଅଛି।
ଈଶ୍ୱରଙ୍କ ଆଶୀର୍ବାଦ ରହିଅଛି, ଈଶ୍ୱରଙ୍କ ପ୍ରେମ ରହିଅଛି। ଆଉ ଯେପରି ସେହି ପ୍ରେମ ମୁଁ ପାଇଅଛି, ମୁଁ ଚାହେଁ ଆପଣମାନେ ମଧ୍ୟ ଏହି ପ୍ରେମ ପାଆନ୍ତୁ। ଆଉ ଆପଣମାନେ ମଧ୍ୟ ଆପଣଙ୍କ ପରିଚୟ ଲୋକଙ୍କ ସହ ଏହି ପ୍ରେମ ବାଟନ୍ତୁ। ଏହା ମୋର ଆଶା। ତାହେଲେ ଚାଲନ୍ତୁ ଆମେ ଏହି ସପ୍ତାହର ପାଠ ଦେଖିବା। ଏହି ସପ୍ତାହର ପାଠ ଯାହା ଯାହା ମୁଁ କହିସାରିଛି, ଗୌରବମୟ କୃଷ ଏବଂ ପୁନରୁତ୍ଥାନ। ଗୌରବମୟ କୃଷ ଏବଂ ପୁନରୁତ୍ଥାନ। ତାହେଲେ ଚାଲନ୍ତୁ ଆମେ ସେହି ସ୍ୱର୍ଣ୍ଣୀୟ ପଦ ଦେଖିବା। ଜହନ 18:37 ସେଠି ଆମେ ପାଉଛୁ ପିତର ଯୀଶୁଙ୍କୁ ପିଲାତ କିପରି ପ୍ରଶ୍ନ କରୁଛନ୍ତି। ସେଥିରେ ପିଲାତ ତାହାଙ୍କୁ ପଚାରିଲେ, ତାହେଲେ ତୁମେ କଣ ଜଣେ ରାଜା ନୁହଁ? ଯୀଶୁ ଉତ୍ତର ଦେଲେ, ଆପଣ ତ କହୁଅଛନ୍ତି ମୁଁ ଜଣେ ରାଜା। ମୁଁ ଯେପରି ସତ୍ୟ ପକ୍ଷରେ ସାକ୍ଷା ଦିଏ, ଏଥିନିମନ୍ତେ ମୁଁ ଜନ୍ମ ହୋଇଅଛି ଓ ଜଗତକୁ ଆସିଅଛି। ଯେ କେହି ସତ୍ୟର ସନ୍ତାନ, ସେ ମୋହର କଥା ଶୁଣେ। ବନ୍ଧୁ, ଏହି ଯୋଉ ଆମ ସ୍ୱର୍ଣ୍ଣୀୟ ପଦରେ ଆମ ଏହି ସପ୍ତାହର ପାଠ ସବୁ ଅଛି, ଯୋଉ କଥାବାର୍ତ୍ତା ଆମେ ଦେଖୁଅଛୁ, ଯେବେ ପିଲାତ ଯୀଶୁଙ୍କୁ ପଚାରିଲେ କି ତାହେଲେ ତୁମେମାନେ କଣ ଜଣେ ରାଜା, ଏହିପରି ପିଲାତ ଯୀଶୁଙ୍କୁ ପଚାରିଲେ। ଆମେ ଯୀଶୁଙ୍କର ଉତ୍ତର ଏକ ସୁନ୍ଦର ଭାବରେ ପାଉଅଛୁ। ସେ କହନ୍ତି, ଆପଣ କହୁଅଛନ୍ତି ମୁଁ ଜଣେ ରାଜା। ଆଉ ସେ ବି କହନ୍ତି, ମୁଁ ଯେପରି ସତ୍ୟ ପକ୍ଷରେ ସାକ୍ଷ୍ୟ ଦିଏ, ଏଥିନିମନ୍ତେ ମୁଁ ଜନ୍ମ ହୋଇଛି। ଯୀଶୁଖ୍ରୀଷ୍ଟ ପିଲାତକୁ ବୁଝେଇବା ପାଇଁ ଚେଷ୍ଟା କରୁଛନ୍ତି ବା କହୁଛନ୍ତି କି ଯେପରିକି ମୁଁ ସତ୍ୟ ପକ୍ଷରେ ମୁଁ ସାକ୍ଷ୍ୟ ଦିଏ, ମିଥ୍ୟା ପକ୍ଷରେ ମୁଁ ସାକ୍ଷ୍ୟ ଦିଏ ନାହିଁ। ଯେପରିକି ଶୈତାନ ବର୍ତ୍ତମାନ ଏହି ପୃଥିବୀରେ ମିଥ୍ୟା ପକ୍ଷରେ ସାକ୍ଷ୍ୟ ଦେବା ପାଇଁ ମନୋନୀତ ଲୋକମାନଙ୍କୁ ବି ବାଛି ନେଉଛି, ପ୍ରହାର କରୁଅଛି। ଆଉ ଯେତେ ଲୋକ ବର୍ତ୍ତମାନ ଏହି ପୃଥିବୀରେ ଅଛନ୍ତି, ସେମାନଙ୍କୁ ସେହି ମିଥ୍ୟା ସାକ୍ଷ୍ୟ ଦେବା ପାଇଁ ପ୍ରସ୍ତୁତ କରୁଅଛି। ଆଉ ଯୀଶୁ କହନ୍ତି କି ଯେପରିକି ମୁଁ ସତ୍ୟ ପକ୍ଷରେ ସାକ୍ଷ୍ୟ ଦେଇପାରିବି, ଏଥିନିମନ୍ତେ ମୁଁ ଏହି ଜଗତରେ ଜନ୍ମ ହୋଇଅଛି, ମୁଁ ଏହି ଜଗତକୁ ଆସିଅଛି। ଯେ କେହି ସତ୍ୟର ସନ୍ତାନ, ଏଠି ମନେ ରଖନ୍ତୁ ବନ୍ଧୁ, ଯେ କେହି ମାନେ ଏଠି ବିଶେଷ ରୂପେ ଗୋଟିଏ ଦଳକୁ ବା ଗୋଟିଏ ବଂଶକୁ ବା ଗୋଟିଏ ରାଜ୍ୟକୁ ଏମିତି କିଛି କହୁନାହାନ୍ତି। ଏହା ସମସ୍ତଙ୍କ ପାଇଁ ଦର୍ଶାଉଛି। ଯେ କେହି ଯୋଉ ପ୍ରକାର ଲୋକ ହଉ ବା ଧନୀ ହଉ ବା ଗରିବ ହଉ ବା ଭିକାରୀ ହଉ ବା ଶିକ୍ଷିତ ହଉ ବା ଅଶିକ୍ଷିତ ହଉ ବା ଯୋଉ ଯେ ପ୍ରକାର ଲୋକ ବି, ଭାରତୀୟ ହଉ ଆମେରିକା ହଉ ଯୋଉ ପାକିସ୍ତାନୀ ହଉ, ଯେପରି ବି ଯେଉଁ ଲୋକ ଯେଉଁ ଦେଶର ବି, ଯେ ବି ସେହି ସତ୍ୟର ସନ୍ତାନ, ତେବେ ସେମାନେ ତାଙ୍କର କଥା ଶୁଣିବେ ବୋଲି ଯୀଶୁ ତାଙ୍କୁ ଉତ୍ତର ଦେଲେ। ତାହେଲେ ଚାଲନ୍ତୁ ଆମେ ପ୍ରଥମ ଦିନର ଦେଖିବା। ସେହି ପ୍ରଥମ ଦିନରେ ଆମେ ଦେଖୁଛୁ, ତାହେଲେ ସେହି ସତ୍ୟ କଣ? ଏଠି ସତ୍ୟର ସାକ୍ଷ୍ୟ ବିଷୟରେ ଯୀଶୁ ପିଲାତକୁ କହିଲେ। ଆଉ ସେହି ତ ସତ୍ୟର ସାକ୍ଷାତ ଦେବା ପାଇଁ ମୁଁ ଏହି ଜଗତକୁ ଆସିଅଛି ବୋଲି ଯୀଶୁ ପିଲାତକୁ କହିଲେ। ଆଉ ଯେଉଁମାନେ ସତ୍ୟ ଉପରେ ବିଶ୍ୱାସ କରନ୍ତି, ସେମାନେ ଯୀଶୁଙ୍କ କଥା ମାନନ୍ତି। ତାହେଲେ ସେଇ ସତ୍ୟ କଣ? ଯଦି ଆମେ ଜହନ ତାର 18
ତା 33 ରୁ 38 ପଢିବା, ତା ପୂର୍ବେ ଯଦି ଆମେ ଜହନ 18 28 ରୁ 32 ପଢିବା, ସେଠି ଯୀଶୁ ସୁନ୍ଦର ଭାବରେ ସେ କହନ୍ତି। ଜହନ ଏଠି ଆମମାନଙ୍କୁ ସେ ପ୍ରକାଶ କରନ୍ତି ଯେ ଏହିପରି ସେମାନେ ଯୀଶୁଙ୍କୁ କୟାଫଙ୍କ ନିକଟକୁ ପ୍ରସାଦକୁ ଘେନି ନେଲେ। କିଏ? ସେହି ଲୋକମାନେ ଯେଉଁମାନେ ଯୀଶୁଙ୍କୁ ସେହି ଏଦନରେ ଧରିଥିଲେ ବା ଯୀଶୁଙ୍କୁ ନେଇଗଲେ, ମାନେ ସେଇ ରାତ୍ରିରେ ସେଇ ଲୋକମାନେ ଯୀଶୁଙ୍କୁ କା ପାଖକୁ ନେଲେ? କୟାଫାଙ୍କ ନିକଟକୁ ନେଲେ। ଆଉ ସେତେବେଳେ ସେ ପ୍ରାତଃ କାଳ ହୋଇଥିଲା ବୋଲି ଆମେ ଦେଖୁଛୁ, ମାନେ ସକାଳ ଥିଲା। ଆଉ ସେମାନେ ଯେପରି ଅଶୁଚି ନ ହୋଇ ନିସ୍ତାର ପର୍ବର ଭୋଜ ପ୍ରତିପାଳନ କରିପାରନ୍ତି, ଏଥି ନିମନ୍ତେ ନିଜେ ପ୍ରସାଦ ମଧ୍ୟରେ ପ୍ରବେଶ କଲେ ନାହିଁ। କାହିଁ? ସେମାନେ ଯେଉଁ ସମୟ ଏହି ସବୁ ଘଟୁଥିଲା, ସେହି ସମୟ ଥିଲା ନିସ୍ତାର ପର୍ବ, ଯାହା ଆମେ ପାସ୍ ଓଭର ଫିଷ୍ଟ କହୁ। ଆଉ ସେହି ପାସ୍ ଓଭର ଫିଷ୍ଟ ବା ନିସ୍ତାର ପର୍ବର ଭୋଜନ ପୂର୍ବେ କେ ନିସ୍ତାର ପର୍ବର ଭୋଜନ ପ୍ରତିପାଳନ କରିପାରନ୍ତି, ଏଥି ନିମନ୍ତେ ସେମାନେ ନିଜେ ପ୍ରସାଦ ମଧ୍ୟରେ ପ୍ରବେଶ କଲେ ନାହିଁ। ଅତଏବ ପିଲାତ ସେମାନଙ୍କ ନିକଟକୁ ବାହାରି ଆସି ପଚାରିଲେ, ଏ ଲୋକ ବିରୁଦ୍ଧରେ ତୁମାନେ କେଉଁ ଅଭିଯୋଗ ଆଣୁଅଛ? ଦେଖନ୍ତୁ, ପିଲାତ ଯୀଶୁଙ୍କୁ ଦେଖି ଏ ଲୋକ ଉପରେ ଆପଣ ମାନେ ଏମିତି ପଚାରିଲେ କି ତୁମାନେ କେଉଁ ଅଭିଯୋଗ ଦେଇ ଆଣିଅଛ? ଆଉ ସେମାନେ ତାଙ୍କୁ ଉତ୍ତର ଦେଲେ, ଏ ଲୋକଟା ଯଦି ଦୁଷ୍କର୍ମକାରୀ ହୋଇନ ଥାନ୍ତା, ତାହେଲେ ଆମ୍ଭେମାନେ ତାହାକୁ ଆପଣଙ୍କ ହସ୍ତରେ ସମର୍ପଣ ନ କରିଥାନ୍ତୁ। ମାନେ ଏହା କହିବାକୁ ଚାହାନ୍ତି କି ଏ ଲୋକ ହଉଛନ୍ତି ଦୁଷ୍ଟ, ବା ଯୀଶୁ ହଉଛି ଦୁଷ୍ଟ ଲୋକ। ଆଉ ସେଥି ଯୋଗୁ ଏଇ ଦୁଷ୍ଟ ଲୋକ ତୁମ ପାଖକୁ ଆମେ ଆଣିଅଛୁ ବୋଲି ସେତେ ସମୟରେ ସେମାନେ ପିଲାତକୁ ଉତ୍ତର ଦେଲେ। ଆଉ ସେଥିରେ ପିଲାତ ସେମାନଙ୍କୁ କହିଲେ, ତୁମେମାନେ ଏହାକୁ ଘେନି ଯାଇ ତୁମାନଙ୍କ ବ୍ୟବସ୍ଥା ଅନୁସାରେ ଏହାର ବିଚାର କର। କଣ କହିଲେ? ଯୀଶୁକୁ ଘେନି ଯାଅ, ନେଇଯାଅ, ଆଉ ତୁମ ବ୍ୟବସ୍ଥା ଅନୁସାରେ ଏହାକୁ ଦଣ୍ଡ ଦିଅ। ମାତ୍ର ଯୁହୁଦୀମାନେ ତାହାକୁ କହିଲେ, କାହାକୁ ପ୍ରାଣ ଦଣ୍ଡ ଦେବା ଆମମାନଙ୍କ ଅଧିକାର ନାହିଁ। ମାନେ ପିଲାତର ହିଁ ଅଧିକାର ଥିଲା। ସେହି ସମୟରେ ଯୁହୁଦୀ ମାନଙ୍କର ବ୍ୟବସ୍ଥା ମଧ୍ୟ ସେଇ ଅଧୀନ ନଥିଲା। ଆଉ ଏଥିଯୋଗୁ ସେମାନେ କହନ୍ତି କି ଆମର ସେଇ ଦଣ୍ଡ ଦେବାର ଯୋଗ୍ୟ ନାହିଁ, ଖାଲି ତୁମର ହିଁ। ଆଉ ଯୀଶୁ କେଉଁ ପ୍ରକାର ମୃତ୍ୟୁ ଭୋଗ କରିବାକୁ ଯାଉଛନ୍ତି ସେଥିର ସୂଚନା ଦେଇ ସେ ଯେଉଁ ବାକ୍ୟ କହିଥିଲେ ତାହା ଯେପରି ସଫଳ ହୁଏ, ଏଥି ନିମନ୍ତେ ସେମାନେ କଲେ। ଯୀଶୁ କି ପ୍ରକାରେ କୃଷକୁ ଯିବେ ତାହା ସେ ଶିଷ୍ୟମାନଙ୍କୁ କହିଥିଲେ, ଆଉ ସେ କଥା ସଫଳ ହେଲା ବୋଲି ଆମେ ଦେଖୁଅଛୁ। ବନ୍ଧୁ, ଜହନ 18:33 ରାଜ୍ୟପାଳକ ଯୀଶୁଙ୍କୁ ପଚାରିଲେ, ମାନେ ପିଲାତ ଯୀଶୁଙ୍କୁ ପଚାରିଲେ କି ଯୀଶୁ ହଉଛନ୍ତି ଯୁହୁଦୀ ମାନଙ୍କର ରାଜା କି ବୋଲି ପଚାରିଲେ। ଆଉ ଯୀଶୁ କିପରି ଉତ୍ତର ଦେଲେ ଆମେ ଭଲ ଭାବରେ ଦେଖୁଛୁ। ମୁଁ ଜଣେ ଯୁହୁଦୀ, ତୁମର ନିଜ ଜାତି ପ୍ରଧାନ ଯାଜକ ମାନେ ତୁମକୁ ମୋ ନିକଟରେ ସମର୍ପଣ କରିଅଛନ୍ତି। ତୁମେ କଣ କଲ? ଏହା ଏକ ପଳାୟନ ଥିଲା, ଶେଷରେ କ୍ରୋଧର ମୂଳଦୁଆ ଥିଲା। ବନ୍ଧୁ, ଆମେ ଦେଖୁ ଜହନ ତାର 38:36 ଯୀଶୁ ଉତ୍ତର ଦେଲେ, ମୋର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ନୁହେଁ। ଯଦି ମୋର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ହୋଇଥାନ୍ତା, ତାହେଲେ ମୁଁ ଯେପରି ଯୁହୁଦୀ ମାନଙ୍କ ହସ୍ତରେ ସମର୍ପିତ ନ ହୁଅନ୍ତି
ସେଥିପାଇଁ ମୋର ପରିଚାରକ ମାନେ ଯୁଦ୍ଧ କରନ୍ତେ କିନ୍ତୁ ମୋର ରାଜ୍ୟ ପ୍ରକୃତରେ ସମ୍ବନ୍ଧୀୟ ନୁହେଁ। ମାନେ ମୁଁ ଏହି ସାଂସରୀୟ ରାଜା ନୁହେଁ, ମୁଁ ହଉଛି ସ୍ୱର୍ଗୀୟ ରାଜା। ଯଦି ମୁଁ ଏଇ ସାଂସରୀୟ ରାଜା ଥାନ୍ତି ତାହେଲେ ମତେ ଯେତେ ଲୋକ ପରିଚୟ ଅଛନ୍ତି ଏଇ ଯୋଉ ସମୟରେ ସେମାନେ ଯୁଦ୍ଧ କରିଥାନ୍ତେ ବୋଲି ଯୀଶୁ କହିଲେ। ବନ୍ଧୁ, ତାହା ହଉଛି ସତ୍ୟ। ଯୀଶୁ ପ୍ରଭୁ ହଉଛନ୍ତି ସେହି ସଦାପ୍ରଭୁ ପରମେଶ୍ୱର। ଆଉ ସେଥି ଯୋଗୁ ଜହନ 1:1-5 ଆମେ ଦେଖୁ କି ଯୀଶୁ ହଉଥିଲେ ସେହି ବାକ୍ୟ, ପ୍ରାର୍ଥନାରେ ଥିଲେ, ଆଦ୍ୟରେ ବାକ୍ୟ ଥିଲେ, ଆଉ ସେଇ ବାକ୍ୟ ଈଶ୍ୱରଙ୍କର ସହ ଥିଲେ, ମାନେ ଯୀଶୁ ପ୍ରଭୁ ଈଶ୍ୱରଙ୍କ ସହ ଥିଲେ, ଆଉ ସେହି ବାକ୍ୟ ଥିଲା ଈଶ୍ୱର, ଆଉ ସେଇ ବାକ୍ୟ ଥିଲେ ଈଶ୍ୱର। ଆଦ୍ୟରେ ଈଶ୍ୱରଙ୍କ ସେ ଥିଲେ, ଆଉ ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟି ହେଲା। ଯାହା ଆମେ ବର୍ତ୍ତମାନ ନିଜ ଚକ୍ଷୁରେ ଦେଖୁଅଛୁ ବନ୍ଧୁ, ସେଇ ସବୁ ବର୍ତ୍ତମାନ ଆଉ ଯାହା ଭବିଷ୍ୟତରେ ଦେଖିପାରିବେ ଆଉ ଯାହା ବିଗତରେ ଦେଖିଥିଲେ, ଏସବୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ସୃଷ୍ଟି ହୋଇଛି। ଆଉ ତାହାଙ୍କ ଦ୍ୱାରା ଆଉ କିଛି ସୃଷ୍ଟି ହୋଇନି ବୋଲି ଜହନ ଆମମାନଙ୍କୁ 1-5 କହୁଅଛନ୍ତି କି ଯୀଶୁ ଖ୍ରୀଷ୍ଟ ହିଁ ସୃଷ୍ଟିକର୍ତ୍ତା, ଯୀଶୁ ଖ୍ରୀଷ୍ଟ ହିଁ ତ୍ରାଣକର୍ତ୍ତା। ଆଉ ସେ ଜହନ 1:14 ବିଶେଷ ଭାବରେ ସେ କହୁଛି ସେହି ଯୋଉ ବାକ୍ୟ ଯିଏକି ପ୍ରାର୍ଥନାରେ ଯୀଶୁଙ୍କ ମାନେ ସଦାପ୍ରଭୁଙ୍କ ଠାରେ ଥିଲା, ସେହି ବାକ୍ୟ ଦେହବ ହେଲେ, ମାନେ ମନୁଷ୍ୟ ହେଲେ, ଆଉ ସେଇ ଯୋଉ ମନୁଷ୍ୟ ଠାରୁ ଆମେ ସମ୍ପୂର୍ଣ୍ଣ ଅନୁଗ୍ରହ ପ୍ରାପ୍ତ ପାଉଛୁ। ଆଉ ସେଇ ଅନୁଗ୍ରହ କିଏ? ପିତାଙ୍କ ଦ୍ୱାରା ଆଗାତ ଆଦିତ୍ୟ ପୌତ୍ରଙ୍କ ମହିମା ସଦୃଶ ମାନେ ତାହାଙ୍କୁ ଦେଖିଲୁ ବୋଲି ଆମେ ଗତ ସପ୍ତାହରେ ଆମେ ଦେଖୁଅଛୁ। ତାହେଲେ ବନ୍ଧୁ, ଯୀଶୁ ଖ୍ରୀଷ୍ଟ ହଉଛନ୍ତି ସେହି ସତ୍ୟ, ଆଉ ସେଇ ସତ୍ୟ ଆଉ କେହି ନୁହନ୍ତି। ସେଇ ସତ୍ୟ ଆଉ କେହି ନୁହନ୍ତି, ଯୀଶୁ ଖ୍ରୀଷ୍ଟ ହିଁ ସେଇ ସତ୍ୟ। ଆମେ ଦେଖୁଅଛୁ, ଦେଖ ମନୁଷ୍ୟ ଯଦି ଆମେ ପଢିବା ସେହି ଜହନ 8:38-19, 1-5 ସେଠି ପିଲାତଙ୍କ ବିଷୟରେ ଆମେ ପାଉଅଛୁ। ପିଲାତ ସେ ଜାଣିପାରିଲେ କି ଯୀଶୁ ଖ୍ରୀଷ୍ଟ ହିଁ ସତ୍ୟ, ଯେହେତୁ ପିଲାତ ତାଙ୍କୁ କହିଲେ ସତ୍ୟ କଣ? ଆଉ ଯୀଶୁ ଏହାକୁ ଉତ୍ତର ଦିଅନ୍ତି କି କହି ସେ ଯଦି ଯହୁଦୀ ମାନଙ୍କର ନିକଟକୁ ବାହାରକୁ ଯାଇ ସେମାନଙ୍କୁ କହିଲେ ଆମ୍ଭେ ଏଠାରେ କୌଣସି ଦୋଷ ପାଇଲୁ ନାହିଁ। ମାନେ ଯେବେ ପିଲାତ ଯୀଶୁଙ୍କ ଠାରେ ସେଇ ସତ୍ୟ ଦେଖିଲେ, ପିଲାତ ଯହୁଦୀ ମାନଙ୍କ ପାଖକୁ ଯାଇ ସେ କହିଲେ କି ମୁଁ ଏଇ ଯୋଉ ଲୋକ ଠାରୁ କୌଣସି ଦୋଷ ପାଇନାହିଁ, ମାତ୍ର ନିସ୍ତାର ପର୍ବ ସମୟରେ ସେ କହିଲେ କି ତୁମାନଙ୍କ ନିମନ୍ତେ ଜଣକୁ ମୁକ୍ତ କରି ଦିଆଯାଏ। ଆମେ ଏହି ରୀତି ଚାଲି ଆସୁଅଛି। ସେଥିଯୋଗୁ ଏଇ ଯୋଉ ନିସ୍ତାର ପର୍ବରେ କାହାକୁ ମୁକ୍ତ କରିବାର ଅଛି? ଯଦି କହିଲେ ମୁଁ ମୁକ୍ତ କରିବି ବୋଲି ପିଲାତ ଯହୁଦୀ ମାନଙ୍କୁ ପଚାରିଲେ, ଯେହେତୁ ସେ ଚାହୁଁଥିଲେ କି ଯୀଶୁକୁ ସେ ମୁକ୍ତ କରିବାର। ମାତ୍ର ଆମେ ଦେଖୁଅଛୁ ସେମାନେ ଯୀଶୁଙ୍କର ମୁକ୍ତ ହେବା ପାଇଁ ଚାହୁଁନଥିଲେ, ବରଂ ସେମାନେ ଚିତ୍କାର କରି କହିଲେ ପୁନର୍ବାର ଏ ଲୋକଟାକୁ ନୁହେଁ କିନ୍ତୁ ବାରବାକୁ। କଣ କହିଲେ? ଯୀଶୁକୁ ତୁମେ ମୁକ୍ତ କର ନାହିଁ, ମାତ୍ର ବାରବାକୁ। ବାରବା କିଏ? ସେ ଜଣେ ଏକ ଖୁନି, ଅନେକ ଖୁନି କରିଥିଲା, ଆଉ ବର୍ତ୍ତମାନ ସେ କାରାଗାରରେ ଥିଲେ।
आउ जिहुदी माने से खुनी को से पापी को उद्धार करबा पाए मुक्त करबा पाए चाहिले मात्र जे कि सत्य से सत्य को से माने उद्धार करबा पाए चाहिले नहीं कहीं कि बाराबास जने डकायत थिले ताकि मु कहली खुनी थिले तेबे जीसु पचारिले अतबे पिलात जीसु को घेनी जाई कोरडा प्रहार कराइले पुनि सैन्य मानक कंठरे कंठरे मुकुट कंठारे मुकुट बनाई ताहांको मस्तकरे देले ओ ताहांको कृष लोहित वर्णर वस्त्र पिंधाइले आ से माने ताहांको निकट को आसी कहिले हे यहूदी मानक राजा नमस्कार पुणी से माने ताहांको चापुड़ा मारिबा को लागिले पिला तो पुनर्बार बाहर को जाई से मानु कहिले देखो आमे जे ताहाठारे कोनोसी दोष पाइउ नाही ଏହା ଯେପରି ତୁମମାନେ ଜାଣିବ ଏଥି ନିମନ୍ତେ ଆମେ ତାହାକୁ ତୁମମାନଙ୍କ ନିକଟକୁ ବାହାର କରି ଆଣୁଅଛୁ ସେଥିରେ ଯୀଶୁ ସେହି କଣ୍ଟାର ମୁକୁଟ ଓ କଷ୍ଟ ଲୋହିତ ବର୍ଣ୍ଣର ବସ୍ତ୍ରରେ ପରିହିତ ହୋଇ ବାହାରକୁ ଆସିଲେ ପିଲାତ ସେମାନଙ୍କୁ କହିଲେ ଦେଖ ସେହି ଲୋକ ଯାହା ତମେ ଚାହୁଁଅଛ ହଁ ବନ୍ଧୁ ସେହି ଲୋକ ସେହି ଯୀଶୁ ଖ୍ରୀଷ୍ଟ ଯେ କି ଆମମାନଙ୍କ ପାଇଁ ରକ୍ତ ବହନ କଲେ କରଡ଼ା ମାଡ଼ ଖାଇଲେ ଯେପରିକି ଆମେ ତାଙ୍କ କରଡ଼ା ମାଡ଼ ତାଙ୍କ ରକ୍ତ ଦ୍ୱାରା ଆମେ ଉଦ୍ଧାର ହୋଇପାରିବା ଯେପରିକି ଜହନ 1:29ରେ ବାପ୍ତିଜ ଜହନ କଥା କହିଥିଲେ ଦେଖ ସେହି ପରମେଶ୍ୱରଙ୍କର ମେଷ ଶାବକ ଆଉ ଏଠି ପିଲା ତ କହୁଛି ଦେଖ ଏଇ ତୁମର ରାଜା ଯିଏ ଜଗତର ପାପ ଦୂର କରନ୍ତି ଏହିପରି ଜନ ବାପ୍ତିସ୍ମ ଇସ୍ରାଏଲ ପ୍ରଜା ମାନଙ୍କୁ ଘୋଷଣା କରି କଲେ କି ଏହି ଜଗତର ପାପ ସବୁ ଏଇ ଯୋଉ ମେଷ ଶାବ ନେବ ବୋଲି କହିଲେ ଏହି ରାଜା ପୋଷାକରେ ବିରାଜମାନ ତଥାପି ଯହୂଦୀ ମାନେ ଚିହ୍ନି ପାରିଲେ ନାହିଁ ଯାହାକି ଜହନ 18:6-26 ଦର୍ଶାଏ ଯେ ପରମେଶ୍ୱରଙ୍କ ପୁତ୍ର ବୋଲି ତାଙ୍କର ଦାବି ଉପରେ ଆଧାର କରି ଜନତା ଯୀଶୁଙ୍କୁ କ୍ରୁଶ ବିଧ ପାଇଁ ଆହ୍ୱାନ କରିଥିଲେ ଏହା ପିଲାତଙ୍କୁ ଭୟାବିତ କରେ ଯିଏ ଯୀଶୁଙ୍କ ମୁକ୍ତର ବ୍ୟବସ୍ଥା କରିବାକୁ ଅଧିକ ଚେଷ୍ଟା କଲେ କିନ୍ତୁ ଲୋକମାନେ ଯେବେ କହିଲେ ଏ କି ପିତାଙ୍କ ପୁତ୍ର ବୋଲି କହୁଅଛନ୍ତି ହେତୁ ଯୋଗୁଁ ଆକୁ କ୍ରୁଶରେ ଟଙ୍ଗାଅ ବୋଲି ସେମାନେ କହିଲେ ବନ୍ଧୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କ ପାଇଁ କ୍ରୁଶରେ ନିଜକୁ ପ୍ରାଣ ଦେଲେ ଯେପରିକି ଆମେ ତାହାଙ୍କ ମୃତ୍ୟୁ ଦ୍ୱାରା ଅନନ୍ତ ଜୀବନ ପ୍ରାପ୍ତ ହୋଇପାରିବୁ ତାହାଙ୍କ ମୃତ୍ୟୁ ଦ୍ୱାରା ଅନନ୍ତ ଜୀବନ ପ୍ରାପ୍ତ ହେବ ଏହିପରି ଯୀଶୁଙ୍କ ପ୍ରତି ସେମାନଙ୍କର ଗଭୀର ଘୃଣା ସେମାନଙ୍କର ଜାତୀୟ ଆକାଂକ୍ଷା ଠାରୁ ଅଧିକ ଥିଲା ବନ୍ଧୁ ଏହି ଯୀଶୁଙ୍କ ଠାରୁ ନିଜକୁ ମୁକ୍ତ କରିବା ପାଇଁ ସେମାନେ ବଳିଦାନ ଦେବାକୁ ପ୍ରସ୍ତୁତ ଥିଲେ ଜାତୀୟ ସ୍ୱାଧୀନତା ପାଇଁ ଦାବି କଲେ ଦେଖନ୍ତୁ ବନ୍ଧୁ ଜାତୀୟ ସ୍ୱାଧୀନତା ପାଇଁ ସେମାନେ ଜିଦ୍ କଲେ ବନ୍ଧୁ ଆମେ ଜାଣୁ ଯେବେ ଯୀଶୁ ଖ୍ରୀଷ୍ଟଙ୍କୁ କ୍ରୁଶରେ ଟଙ୍ଗାଗଲା ଆଉ ଏହି କଥାରେ ଆମେ ଦେଖୁଛୁ ଏହା ସମାପ୍ତ ହୋଇଅଛି ଯୀଶୁ ଖ୍ରୀଷ୍ଟ ଏହି ଜଗତକୁ କାହିଁକି ଆସିଥିଲେ ଯେପରିକି ଯାହା ପିତାଙ୍କ ଦ୍ୱାରା କାର୍ଯ୍ୟ ଦିଆଯାଇଥିଲା ସେ କାର୍ଯ୍ୟ ସେ କରିବା ପାଇଁ ଆସିଥିଲେ ପିତାଙ୍କର ପ୍ରେମ ପାପୀମାନଙ୍କୁ ପ୍ରକାଶ କରିବା ପାଇଁ ସେ ଏହି ଜଗତକୁ ଆସିଥିଲେ ତାହାଙ୍କ ଆଚର୍ଯ୍ୟ କାର୍ଯ୍ୟ କର୍ମ ଦ୍ୱାରା ତାଙ୍କର ପ୍ରଚାର ଦ୍ୱାରା ତାଙ୍କର ଚିକିତ୍ସା ଦ୍ୱାରା ତାଙ୍କର ଜୀବନ ଦ୍ୱାରା ସେହି ପରମେଶ୍ୱର ପିତାଙ୍କ ପ୍ରେମ ସେ ପ୍ରକାଶ କଲେ ସେହି ପରମେଶ୍ୱରଙ୍କର
ପ୍ରେମ ତାଙ୍କ ଜୀବନ ଦ୍ୱାରା ସେ ପ୍ରକାଶ କଲେ। ବନ୍ଧୁ, ଜହନ 19:17-22 ଦର୍ଶାଏ ପିଲାତ ଲାଟିନ ଭାଷାରେ ଏକ ଲେଖା ଲେଖିଥିଲେ, ଆଉ ଗ୍ରୀକ ଏବଂ ହିବ୍ରୁ ଭାଷାରେ ଯାହା କହିଥିଲେ, ନାଜରିତର ଯୀଶୁ ଯିହୁଦୀ ମାନଙ୍କର ରାଜା। ହଁ, ସେ ହଉଛନ୍ତି ରାଜାଙ୍କର ରାଜା, ପ୍ରଭୁଙ୍କର ପ୍ରଭୁ। ସେ ହଉଛନ୍ତି ଧାର୍ମିକ ରାଜା। ଆଉ ଧାର୍ମିକ ନେତା ମାନେ ତାହା ଚାହିଁଥିଲେ ଆଉ କହିଲେ, ଏହା ବଦଳି ଆଇ ଦିଅ, ଏହିପରି ଲେଖ ନାହିଁ। ମାତ୍ର ପିଲାତ କହିଲେ, କୌଣସି ପ୍ରକାର ଏଇ ଯୋଉ ଲେଖାକୁ ବଦଳାଇ ଯାଇ ପାରିବ ନାହିଁ। ଯାହା ଲେଖା ଅଛି ତାହା ହିଁ ଥିବ। ତାହା ହଉଛି ଯୀଶୁଙ୍କର ଏକ ସତ୍ୟ, ଏକ ମୁଖ ସାକ୍ଷୀ। ଏଠାରେ ଥିବା ଚିହ୍ନ ଗୁଡ଼ିକ ଯେ ଯୀଶୁ କ୍ରୁଶରେ ରାଜା ଭାବରେ ସିଂହାସନରେ ବସି ଅଛନ୍ତି। ବର୍ତ୍ତମାନ ବର୍ତ୍ତମାନ ସେ ରାଜା ହିସାବରେ ବସି ଅଛନ୍ତି। ଯଦି ଆମେ ପଢିବା ତାର ଜହନ 19:25-26, ଏଇ ଯୋଉ ଦୁଇ ପଦରେ ଲେଖା ଯାଇଅଛି ବନ୍ଧୁ, କିନ୍ତୁ ଯୀଶୁଙ୍କ କ୍ରୁଶ ନିକଟରେ ତାହାଙ୍କ ମାତାଙ୍କ ଭଗ୍ନୀ କ୍ଲୋପାଙ୍କ ସ୍ତ୍ରୀ ମରିୟମ ଓ ମଗ୍ଦଲିନୀ ମରିୟମ ଠିଆ ହୋଇଥିଲେ। ଯୀଶୁ ଆପଣା ମାତା ଓ ଯେଉଁ ଶିଶୁଙ୍କୁ ପ୍ରେମ କରୁଥିଲେ ତାଙ୍କୁ ପାଖରେ ଠିଆ ହୋଇଥିବା ଦେଖି ମାତାଙ୍କୁ କହିଲେ, ଗୋ ନାରୀ, ଦେଖ ତୁମର ପୁତ୍ର। ତତ୍ପରେ ସେହି ଶିଷ୍ୟଙ୍କୁ କହିଲେ, ଦେଖ ତୁମର ମାତା। ଆଉ ସେହି ଦଣ୍ଡରୁ ସେହି ଶିଷ୍ୟ ତାଙ୍କୁ ଆପଣାର ଗୃହକୁ ନେଇଗଲେ। ବନ୍ଧୁ, ଯୀଶୁଖ୍ରୀଷ୍ଟ ମାତାର ଯତ୍ନ ନେବାର କାର୍ଯ୍ୟ ବି ପୂର୍ଣ୍ଣ କରୁଥିଲେ ଏକ ମନୁଷ୍ୟ ରୂପ ହିସାବରେ। ଏହା ହଉଛି ଯୀଶୁଙ୍କର କାର୍ଯ୍ୟ। ଏହା ହଉଛି ଯୀଶୁଙ୍କର କାର୍ଯ୍ୟ, ଯାହା ଜହନ କହନ୍ତି। ଗ୍ରୀକରେ କ୍ରିୟାକୁ ଶେଷ ସମ୍ପୂର୍ଣ୍ଣ କାର୍ଯ୍ୟ କରିବା ବୋଲି କୁହନ୍ତି, ଯାହାକି ଜହନ 1:28ରେ ବର୍ତ୍ତମାନ ସମାପ୍ତ ହେଲା ବୋଲି ଆମେ ଦେଖୁଅଛୁ, ଯାହାକି ବ୍ୟବହୃତ ସମାନ ଗ୍ରୀକ ପଦ 30ରେ ଏହା ସମାପ୍ତ ଅଧିକକୁ ଏକ ସମ୍ବନ୍ଧୀୟ ବାକ୍ୟ ଟେଲିଓ ବୋଲି ଲେଖାଯାଉଛି। ସମାପ୍ତ କରିବାକୁ, ସିଦ୍ଧ କରିବାକୁ ମଧ୍ୟ 28 ପଦରେ ଲେଖାଯାଇଅଛି। ଶାସ୍ତ୍ରର ପୂର୍ଣ୍ଣତା, ଶାସ୍ତ୍ର ପୂର୍ଣ୍ଣ କରିବା ପାଇଁ ତଥାପି ଭୟଙ୍କର ଦୃଶ୍ୟ ସବୁ କିଛି ପୂର୍ଣ୍ଣ ହୋଇଥିଲା, ସମ୍ମାନ ହୋଇଥିଲା ଏବଂ ସମାପ୍ତ ସେତେବେଳେ ଯୀଶୁ କହିଲେ, ଏହା ସମାପ୍ତ ହେଲା। ପିତା ତାଙ୍କୁ କହିବାକୁ ଦେଇଥିବା କାର୍ଯ୍ୟକୁ ସେ ସମ୍ପୂର୍ଣ୍ଣ କରିଛନ୍ତି, ପୂର୍ଣ୍ଣ କରିଛନ୍ତି। ଏଥିଯୋଗୁଁ ଯୀଶୁ କହିଲେ, ଏହା ସମାପ୍ତ ହେଲା। ଯୀଶୁ ଏହି ପୃଥିବୀକୁ ଆସିଥିଲେ ବନ୍ଧୁ, ପିତାଙ୍କର କାର୍ଯ୍ୟକୁ ସମାପ୍ତ କରିବା ପାଇଁ, ପିତାଙ୍କର କାର୍ଯ୍ୟକୁ ଲୋକମାନଙ୍କୁ ଦେଖିବା ପାଇଁ। ତାପରେ ଆମେ ଦେଖୁଅଛୁ କିପରି ଯୀଶୁଖ୍ରୀଷ୍ଟଙ୍କ ମୃତ୍ୟୁ ହେଇଥିଲେ ଆଉ କିପରି ଯୀଶୁଙ୍କୁ କବରରେ ଶୁଆଇଥିଲେ। ଯେଉଁ କବରରେ ଯୀଶୁ ଯେଉଁ କବର କାହାକୁ ବି ସେଇ କବରରେ ରଖା ନ ଥିଲା, ସେଇ କବରରେ ଯୀଶୁକୁ ରଖିଲେ। ଆଉ ଆମେ ଦେଖୁଛୁ 3 ଦିନ ପରେ ସେଇ କବର ଖାଲି ହୋଇଅଛି, କେହି ନାହାନ୍ତି, ଯୀଶୁ ନାହାନ୍ତି। ଯୀଶୁ ପୁନରୁଦ୍ଧିତ ହୋଇଅଛନ୍ତି। ଯଦି ଆମେ ଜହନ 20:1-7 ପଢିବା, ସେଇ ଯୋଉ ବିଷୟରେ ବର୍ଣ୍ଣନା କରି କହେ କି ସପ୍ତାହର ପ୍ରଥମ ଦିନ
ପ୍ରତ୍ୟକ୍ଷରେ ଅନ୍ଧକାର ଆଉ ଥାଉ ଥାଉ ମଗ୍ଦଲନୀ ମରିୟମ ସମାଧି ନିକଟକୁ ଆସି ସେଥିରୁ ପଥର ଘୁଞ୍ଚାଇବାକୁ ଦେଖିଲେ। ସେମାନେ ଯେହେତୁ ଯୀଶୁଖ୍ରୀଷ୍ଟ ଶୁକ୍ରବାର ଦିନ ସନ୍ଧ୍ୟାରେ ମୃତ୍ୟୁ ପ୍ରାପ୍ତ ହୋଇଥିଲେ, କ୍ରୁଶରେ ଟଙ୍ଗା ଯାଇଥିଲେ, ଆଉ ସେଇ ସମୟରେ ଯୀଶୁ କହିଲେ ଏହା ସମାପ୍ତ ହେଲା, ଆଉ ସେ ମରି ଯାଇଥିଲେ। ଆଉ ସେ ମରଣ ଶବକୁ ସେଇ ଯୋସେଫଙ୍କ କବର ଯାହାକି ନୂଆରେ ଖୋଦିତ ହୋଇଥିଲା, ସେହି କବରରେ ତାକୁ ଥୁଆଗଲା। ଯେହେତୁ ସେଇ ଦିନ ବିଶ୍ରାମ ଦିନ ଥିଲା, ସେଇ ଦିନ ଶୁକ୍ରବାର ଦିନ ଥିଲା, ଆର ଦିନ ଥିଲା ବିଶ୍ରାମ ବାର ଦିନ। ଆଉ ବିଶ୍ରାମ ବାର ଦିନରେ କୌଣସି କାର୍ଯ୍ୟ କରାଯାଏ ନାହିଁ। ବିଶ୍ରାମ ବାର ଦିନରେ ପ୍ରଭୁଙ୍କର ସେବା ହିଁ କରାଯାଏ। ଏଥିଯୋଗୁଁ ବିଶ୍ରାମ ବାରରେ ଯୀଶୁ ମଧ୍ୟ ବିଶ୍ରାମ ବାର ପାଳନ କରିଥିଲେ, ଆଉ ସେ କବରରେ ଥିଲେ। ମାତ୍ର ଆମେ ଦେଖୁଅଛୁ ସପ୍ତାହର ପ୍ରଥମ ଦିନରେ ତାଙ୍କର ଶିଷ୍ୟମାନେ ବିଶେଷ ଭାବରେ ମଗ୍ଦଲନୀ ମରିୟମ ସମାଧି ନିକଟକୁ ଆସି ସେଥିରୁ ପଥର ଘୁଞ୍ଚାଇବାକୁ ଦେଖିଲେ। ଆଉ ଯାହା ଆମେ ଦେଖୁଅଛୁ ବର୍ତ୍ତମାନ ବନ୍ଧୁ, ଯାହାକି ଜହନ କହନ୍ତି, ଏହା ଅନ୍ଧାର ଥାଉ ଥାଉ ମାନେ ଭୋର ସକାଳ ପ୍ରାୟ ଅନ୍ଧାର ଥାଏ। ତେଣୁ ସେ ଦୌଡ଼ି ଯାଇ ସିମୋନ ପିତର ଯୀଶୁକୁ ଯାହାକୁ ସେହି ସବୁ ମରିୟମ ଦେଖିଲେ। ତେଣୁ ସେ ଦୌଡ଼ି ଯାଇ ସିମୋନ ପିତର ଓ ଯୀଶୁ ଯାହାକୁ ସ୍ନେହ କରୁଥିଲେ ସେହି ଅନ୍ୟ ଶିଷ୍ୟଙ୍କ ନିକଟକୁ ଆସି ଆଉ ସେମାନଙ୍କୁ କହିଲେ, କେଉଁମାନେ ସମାଧିରୁ ପ୍ରଭୁଙ୍କୁ ଘେନି ଯାଇଅଛନ୍ତି, ପୁଣି ତାହାଙ୍କୁ କେଉଁଠାରେ ରଖିଅଛନ୍ତି ତାହା ଆମେମାନେ ଜାଣୁନାହୁଁ। କାହିଁକି ସେମାନେ ଏହିପରି କହିଲେ? ଯେପରି ସେମାନେ ପ୍ରଭାତରେ ଗଲେ ଆଉ ଦେଖିଲେ କି ସେହି କବର ଖୋଲା ହୋଇଅଛି, ଆଉ ସେମାନେ ଭାବିଲେ କି ଯୀଶୁଙ୍କ ଶବ ଅନ୍ୟ କେହି ଲୋକେ ନେଇ ଯାଇଛନ୍ତି। ଆଉ ସେଥିଯୋଗୁଁ ସେମାନେ ସିମୋନ ପିତର ଓ ଯାହାକୁ ଯୀଶୁ ବହୁତ ସ୍ନେହ କରୁଥିଲେ ସେମାନଙ୍କ ପାଖକୁ ଯାଇ ସେମାନେ କହିଲେ କି ଯୀଶୁଙ୍କର ଶବ ସେଇ କବରରେ ନାହିଁ। ଆଉ ସେଥିରେ ପିତର ସେହି ଅନ୍ୟ ଶିଷ୍ୟ ସମାଧି ନିକଟକୁ ଯିବା ପାଇଁ ବାହାରିଲେ। କିଏ ଯେବେ ଏଇ ଖବର ସେମାନେ ଶୁଣିଲେ, ସେମାନେ ସେଇ କବରକୁ ପାଖକୁ ଗଲେ ଦେଖିବାକୁ କି ସେ କବରରେ ସତ ଯୀଶୁଖ୍ରୀଷ୍ଟର ଶବ ଅଛି କି ନାହିଁ। ସେମାନେ ଦୁହେଁ ଏକ ସାଙ୍ଗରେ ଦୌଡ଼ିବାକୁ ଲାଗିଲେ, ଆଉ ସେହି ଅନ୍ୟ ଶିଷ୍ୟ ପିତରଙ୍କୁ ପଛରେ ପକାଇ ଆଗେ ସମାଧି ନିକଟରେ ପହଞ୍ଚିଲେ। ପୁଣି ନଇଁ ପଡ଼ି ଭିତରକୁ ଚାହିଁ ସରୁ ଲୁଗା ସବୁ ପଡ଼ିଥିବା ଦେଖିଲେ, ତଥାପି ସେ ଭିତରରେ ପଶିଲେ ନାହିଁ। ପରେ ସିମୋନ ପିତର ମଧ୍ୟ ତାଙ୍କ ପଛେ ଆସି ପହଞ୍ଚିଲେ ଓ ସମାଧି ଭିତରେ ପ୍ରବେଶ କରି ଦେଖିଲେ ଯେ ସରୁ ଲୁଗା ଗୁଡ଼ିକ ପଡ଼ିଅଛି, ପୁଣି ତାହାଙ୍କ ମୁଣ୍ଡରେ ଯେଉଁ ଗାମୁଛା ବନ୍ଧା ହୋଇଥିଲା ତାହା ସରୁ ଲୁଗା ସହିତ ନ ଥାଇ ଅଲଗା ହୋଇ ସ୍ଥାନରେ ଉଡ଼ା ହୋଇ ରହିଅଛି। ବନ୍ଧୁ, ଯେବେ ପିତର ସିମୋନ ଗଲେ, ଆଉ ଯେ ପିତର ଭିତରକୁ ଗଲେନି, ମାତ୍ର ସେ ଦେଖିଲେ ଯେଉଁ କପଡ଼ା ଯୀଶୁଙ୍କର ଶବକୁ ବାନ୍ଧିଥିଲା ସେ କପଡ଼ା ସବୁ ବାହାରେ ହୋଇଯାଇଛି, ଆଉ ଗୋଟେ କୋଡ଼ର ଖୋଳରେ ଅଛି, ଆଉ ଯୋଉ ଗମଛା ଯୀଶୁଙ୍କ ମୁଣ୍ଡରେ ଥିଲା ତା ଅନ୍ୟ ସ୍ଥାନରେ ଅଛି। ଏହି ସବୁ ସେମାନେ ଦେଖିଲେ କି ସେଇ କବରରେ ଯୀଶୁ ନଥିଲେ। ବନ୍ଧୁ, ସେହିପରି ଜହନ 20:8-10 ଦେଖୁଛୁ, ସେତେବେଳେ ଯେଉଁ ଅନ୍ୟ ଶିଷ୍ୟ ଆଗେ ସମାଧି ନିକଟକୁ ଆସିଲେ ସେ ମଧ୍ୟ ଭିତରେ ପ୍ରବେଶ କରି ଦେଖିଲେ ଓ ବିଶ୍ୱାସ କଲେ, କାରଣ ମୃତ୍ୟୁମାନଙ୍କ ମଧ୍ୟରୁ ତାହାଙ୍କୁ ଯେ
ଉଦ୍ଧାନ କରାଇବାକୁ ହେବ। ଧର୍ମଶାସ୍ତ୍ରର ଏହି ବାକ୍ୟ ସେମାନେ ସେ ପର୍ଯ୍ୟନ୍ତ ବୁଝି ନଥିଲେ। ପରେ ଶିଷ୍ୟମାନେ ପୁନର୍ବାର ସେମାନଙ୍କୁ ଗୃହକୁ ଚାଲିଗଲେ। ଯେହେତୁ ଧର୍ମଶାସ୍ତ୍ରରେ ଯାହା ଯାହା ଲେଖା ଥିଲା ସେମାନେ ବୁଝିପାରିନଥିଲେ। ଏହି ପ୍ରଶ୍ନର ଉତ୍ତର ଦେବାକୁ ସମାଧି କି କାହିଁକି ଚିନ୍ତା କରିବା ଆବଶ୍ୟକ ବନ୍ଧୁ? ପ୍ରଥମ ସ୍ଥାନରେ କବର ଖାଲି ହେଲା, ଏହା ସବୁଠାରୁ ସାଧାରଣ ଉତ୍ତର ହେବ। ଲୋକେ କୁହନ୍ତି କବରରେ ମୋର ଶରୀରକୁ କଡ଼ା ଯାଇ କରିଥିଲେ, କିନ୍ତୁ ଏହି ବାକ୍ୟ ତିନୋଟି କାରଗାରରୁ ବିଫଳ ହୁଏ। ପ୍ରଥମେ ମାଥ୍ୟୁ ଆମକୁ କହନ୍ତି ସେ ସମାଧିକୁ ଜଗି ରଖିଥିଲେ କିଏ? ସୈନିକମାନେ। ଗୁରୁତ୍ୱର ଡକାୟତ ସମ୍ଭବ ନୁହେଁ ବନ୍ଧୁ। ଦ୍ୱିତୀୟରେ କବର ଡକାୟତ ମାନେ ସାଧାରଣତଃ ମୃତ୍ୟୁଙ୍କ ଜିନିଷ ଚୋରି କରନ୍ତି। ଶରୀର ଗୁଡ଼ିକ କ୍ଷୟ ହୋଇନଥିଲା। ଆଉ ତୃତୀୟରେ ଆମେ ଦେଖୁ କବର ଡକାୟତ ମାନେ ତତ୍ପରେ ଭାବରେ ସାଇତି କରି ରଖନ୍ତି ନାହିଁ। କବର କପାତ କେବେ ଆଶ୍ଚର୍ଯ୍ୟର କଥା, ସେ ଯେତେବେଳେ ସେ ଜହନଙ୍କ ମୁଣ୍ଡର କପାତ ଦେଇଥିଲେ ସେ ବିଶ୍ୱାସ କଲେ ଯେ ଯୀଶୁ ମୃତ୍ୟୁରୁ ପୁନରୁଜ୍ଜିତ ହୋଇଅଛନ୍ତି। ହଁ ବନ୍ଧୁ, ଯୀଶୁ ମୃତ୍ୟୁରୁ ପୁନରୁଜ୍ଜିତ ହୋଇଛନ୍ତି ଆଉ ବର୍ତ୍ତମାନ ସେ ସ୍ୱର୍ଗରେ ଅଛନ୍ତି। ଯଦି ଆମେ ଦେଖିବା ବନ୍ଧୁ ଯୀଶୁ ଏବଂ ମରିୟମଙ୍କ ବିଷୟରେ, ଯେବେ ମରିୟମ ସେ ଏଦନକୁ ଯାଇ ନିବେଦନ କରୁଥିଲେ କି ମୋର ମାଲିକକୁ ମୋର ପ୍ରଭୁଙ୍କୁ କିଏ ନେଇଯାଇଛନ୍ତି, ଆଉ ସେ ଦେଖନ୍ତି କି କିଏ ଜଣେ ସେଠି ଛିଡା ହେଇଛି, ଆଉ ତାହାଙ୍କ ପାଖକୁ ଯାଇ ସେ କୁହନ୍ତି କଣ ଆପଣ ମୋ ମାଲିକକୁ କେଉଁଠିରେ ରଖିଛନ୍ତି ତାହା ମତେ କହିବ କି? ତେବେ ଯୀଶୁ ତାକୁ କହନ୍ତି ମେରୀ। ତେବେ ସେ ମରିୟମ ଯୀଶୁଙ୍କ ସ୍ୱର ଶୁଣି ପ୍ରଭୁ ବୋଲି ଛୁଇଁବାକୁ ଗଲେ। ଆଉ ସେଠି ଆମେ ଦେଖୁଅଛୁ ଯୀଶୁ କହନ୍ତି ମତେ ସ୍ପର୍ଶ କର ନାହିଁ, ଏବେ ପର୍ଯ୍ୟନ୍ତ ମୋ ପିତାଙ୍କ ପାଖକୁ ଯାଇନାହିଁ। ପ୍ରଥମ ମୋ ପିତା ପାଖକୁ ମୁଁ ଯିବି ଆଉ ପ୍ରଥମ ଫଳ ସ୍ୱରୂପେ ମୁଁ ପ୍ରଦାନ କରିବି, ତାପରେ ମୁଁ ଆସିବି। ତୁମେ ଯାଅ ମୋ ଭାଇ ଭାତୃମାନଙ୍କୁ କୁହ କି ଆମର ପ୍ରଭୁ ଯାହା କହିଥିଲେ ତାହା ହୋଇଛି, ପୁନରୁତ୍ଥିତ ହୋଇଅଛି। ହଁ ବନ୍ଧୁ, ସେହି ପ୍ରଭୁ ଆମର ପ୍ରଭୁ ପୁନରୁତ୍ଥିତ ହୋଇଛନ୍ତି। ଏଇ ଯୋଉ ଶୁଭ ଖବର ଏଇ ସାରା ପୃଥିବୀରେ ଦେବାକୁ ପଡିବ, ଯେହେତୁ ଆମର ଯୀଶୁ ମୃତ୍ୟୁକୁ ଜୟ କରିଅଛନ୍ତି ଆଉ ଆମ୍ଭେମାନେ ମଧ୍ୟ ମୃତ୍ୟୁକୁ ଜୟ କରିପାରିବା, ଯେହେତୁ ସେ ହଉଛନ୍ତି ଆମ ପ୍ରଭୁ। ଆମେ ଯେବେ ତାଙ୍କଠାରେ ବିଶ୍ୱାସ କରିବା, ଯେବେ ଆମ ବିଶ୍ୱାସ ଦୃଢ ରୂପେ ବଢିଯିବ, ତେବେ ଆମେମାନେ ମଧ୍ୟ ଯଦି ମୃତ୍ୟୁବରଣ ହେବା, ମୃତ୍ୟୁତ ହେବା, ଯେବେ ଯୀଶୁ ପ୍ରଭୁ ଦ୍ୱିତୀୟ ଥର ଆସିବେ, ତାହେଲେ ବନ୍ଧୁ କଣ ଆପଣ ମାନେ ଏହି ବାକ୍ୟରେ ବିଶ୍ୱାସ କରୁଛନ୍ତି କି? ହଁ, ଯୀଶୁ ନିଶ୍ଚିତ ରୂପେ ଆସିବେ। ଏହା ହଉଛି ଗୌରବର ସମୟ, ଯେହେତୁ ଯୀଶୁ କୃଷରୁ ପୁନରୁତ୍ଥିତ ହୋଇଛନ୍ତି। ସେ ହଉଛନ୍ତି ରାଜାଙ୍କ ରାଜା, ସେ ହଉଛନ୍ତି ପ୍ରଭୁଙ୍କ ପ୍ରଭୁ, ସେ ହଉଛନ୍ତି ତୁମର ପ୍ରଭୁ, ସେ ହଉଛି ମୋର ପ୍ରଭୁ, ସେ ହଉଛନ୍ତି ଆମର ମାର୍ଗଦର୍ଶନକାରୀ ତ୍ରାଣକର୍ତ୍ତା। କଣ ସେହି ତ୍ରାଣକର୍ତ୍ତାଙ୍କୁ ଆପଣ ମାନେ ବିଶ୍ୱାସ କରୁଛନ୍ତି କି? ବିଶ୍ୱାସ କରିବାକୁ ଚାହୁଁଛନ୍ତି କି? ତାହେଲେ ଚାଲନ୍ତୁ ସେଇ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଆମେ ବିଶ୍ୱାସ କରିବା, ଆଉ ସେଇ ବିଶ୍ୱାସରେ ଆମେ ତାହାଙ୍କ ନାମରେ ପ୍ରାର୍ଥନା କରିବା, ଯେହେତୁ ସେ ଆମର ପ୍ରଭୁ, ସେ ଆମର ଉଦ୍ଧାରକର୍ତ୍ତା। ହେ ଆମ୍ଭମାନଙ୍କ ସର୍ବଶକ୍ତ ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ତୁମ ସେହି ବାକ୍ୟ ଯାହାକି ଆମ ଅନ୍ତରରେ ରଖିପାରିବୁ,
ସେହିପରି ଆମମାନଙ୍କୁ ସାହାଯ୍ୟ କର। ତମ ବାକ୍ୟ ପ୍ରକାରେ ଆମେ ଯେପରିକି ଚାଲିପାରିବୁ, ଆମମାନଙ୍କୁ ଶକ୍ତିରେ, ଜ୍ଞାନରେ, ବୁଦ୍ଧିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ, ତେବେଳେ ଆମମାନଙ୍କୁ ଏକ ସୁଯୋଗ ଦିଅ ବୋଲି ଆମ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ନାମରେ ଏହି ଛୋଟ ବିକ୍ଷମ ଅଛି, ତୁମେ ଗ୍ରହଣ କର। ଆମେନ୍। ବନ୍ଧୁ, ଆଉ ଥରେ ମୁଁ ଧନ୍ୟବାଦ କରୁଅଛି, ଯେହେତୁ ଏହି ବାକ୍ୟରେ ତୁମେ ଯୋଗ ଦେଉଅଛ। ପ୍ରଭୁ ଆପଣ ମାନଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।